କିଛି ଆଜ୍ଞା ନେଇକି ଆସିନଥିଲେ କିଛି ନେଇକି ଯିବାନି। ଏଇ ଯୋଉ ମାୟା ମୋହ ସଂସାରରେ ଆମେ ବାନ୍ଧି ହେଇଛେ ମରିଗଲା ପରେ ତା ସରିଯିବ ଆଉ ସେ ଦମ୍ଭ ଥିବ। হীরা সজাড়ি তু গলাবে নবু বলি গন্থুরি করি গলাবে নবু বলি গন্থুরি করি মনে পুয়া ভাই ওতে না ছুঁইবে বাবুরে এই নুহে
যে মরুছি কিଏ ସେ ନା ଦେହ ମରୁଛି ମାୟା ମରୁଛି ଦେହ ମରୁଛି ଭଣଜା ମାୟା ମରୁଛି ସାର୍ କହୁଛନ୍ତି ଶୁଣୁ ଆଜ୍ଞା ମାୟା ମରିଯାଏ ମନ ମରିଯାଏ ଶରୀର ମରିଯାଏ ଶରୀର ଚାଲିଗଲା ପରେ ଆଉ କିଛି ନଥାଏ କିଛି ନଥାଏ ଖାଲି କମ୍ପାଟା ତେଣୁ ଧନର ଆତ୍ମା ହେଉଛି ଅବିନାଶୀ ଅବିନାଶୀ କାରଣ ପରମ ଶାସ୍ତ୍ର ଭାଗବତ କହିଲେ ଆରେ କଣ ଭାଗବତ କହିଲେ ଅତିବେ ଜଗନ୍ନାଥ ଦାସ ଦେଖିଆ ଜଗା ଦାସ କୁହନ୍ତୁ ଭଣଜା ଆରେ ଜଗନ୍ନାଥ ଦାସ କୁହ ଜଗନ୍ନାଥ ନୁହଁ ଭଣଜା କହୁନୁ ଏତେବେଳେ ଆଉ ଶୁଣିବୁନୁ ଯାହା ଖାଇବୁ ଖାଲି କବିଙ୍କୁ ମର୍ଯ୍ୟାଦା ଦେବା ଆମର କର୍ତ୍ତବ୍ୟ ଆଉ ଧର୍ମ ସେଇ ଏମିତି ଆମେ ମାନେ ଯଦି କବିଙ୍କୁ ମର୍ଯ୍ୟାଦା ନ ଦେବା ମର୍ଯ୍ୟାଦା କବି କୋଉଠି ପାଇବେ ଆଉ ତେଣୁ ଧନରେ ତାଙ୍କ ଲେଖା ଅଛି ବୋଲି ଆମେ ମାନେ ଜଣେ ଜଣେ ଗାୟକ ଗାୟିକା ହିସାବରେ ମଞ୍ଚରେ ପରିଚୟ ପାଉଛୁ କବି ମାନଙ୍କର ଲେଖା ମଧ୍ୟ ଆମେ କେମିତି ଜଣେ ଜଣେ ଗାୟିକା ଗାୟକ ହିସାବରେ ପରିଚୟ ପାଆନ୍ତେ ନାଇଁ ଆଜ୍ଞା ତେଣୁ କବି ଆମ ମାଧ୍ୟମରେ ପ୍ରଚାର ପ୍ରସାର ହଉଛି କବିଙ୍କର କଥାକୁ ଆମେ ମାନେ ଆଜି ପ୍ରଚାର ପ୍ରସାର କରୁଛେ ଟଙ୍କା ଦେଇକି ଆଉ ପ୍ରଚାର କରିବେନି ଆଉ କଣ ମୋ ଭଣଜା କରିବ ଟଙ୍କାରେ ରହିବଛନ୍ତି ପ୍ରଚାର କରିବେ ଆରେ ଗୋରେ ସେଇଟା ଟିକେ ଆଉ କହିବୁ ନ ଜମା ହଁ ସେଇଆ ଭାଗବତ ଆଜ୍ଞା କଣ କହିଲେ শরীরের বিনাশ আছে আত্মার বিনাশ নাহি বলি কৃষ্ণ ঠাকুরে বুঝাইদেবে সখা অর্জুনকে কলে হে সখা এথর বুঝিল তুমি সেনাপতি পদর অধিকার করি যুদ্ধ ক্ষেত্রে আই উপস্থিত হুଅ অর্জুন গর্ধারু মনা গলে কহিলে মু সেনাপতি পদ গ্রহণ করিবিনি এইভাবে কথোপকথন চালিছি পঞ্চুপাণ্ডব বিশ্বর চিন্তামণি কৃষ্ণଙ୍କ ମଧ୍ୟରେ ଏହି ପରିପ୍ରେକ୍ଷୀରେ ଜଣେ ବାର୍ତ୍ତାବହ ପହଞ୍ଚି ଯାଇଛନ୍ତି ସଭା ମଧ୍ୟରେ ପହଞ୍ଚି ଯାଇ ପ୍ରଣାମ ଜଣାଉଛନ୍ତି କେମିତି ତାମାନେ ପଦଟିଏ ଗାଇବୁ ତାଳଟା ହଉଛି 8 ତାଳି ଧନ ଭଣଜା ଶୁଣୁଥା ତାଳି ଆସିବ 8 1 2 3 4 5 6 7 8 1 2 3 8 ଏ ଧନ 1 ରୁ 8 ପର୍ଯ୍ୟନ୍ତ 8 ରୁ 1 ପର୍ଯ୍ୟନ୍ତ 8 ରୁ 9 ହବନି 8 ରୁ 7 ହବନି ଧନରେ ଗଣି ଗଣିକା ତାଳଟା ବାଜିବ ପ୍ରଥମ ଗଣିକି ତାଳଟା ଦେବି ତାପରେ ପଦଟା ଗାଇବି ଆଜ୍ଞା ଦିଅନ୍ତୁ ତାଳ କଲା 1 2 3 4 5 6 এইটা তাଳ ବାଜିବ 8 ତାଳି ପଦୁଟେ ଯାଉଛି ଇଏ ବାର୍ତ୍ତାବହ ପହଞ୍ଚି ଯାଇ ସମସ୍ତଙ୍କୁ ପ୍ରଣାମ ଜଣାଉଛନ୍ତି କହିଲେ ଅବଧାନ
कले हे महिमा हे श्रीपति मोर अवधान घात प्रणाम स्वीकार करू पचार देवे धर्मनंदन युधिष्ठिर कले हे अर्तावह तुम्हें ढाक आसबार अभिप्राय क्यों बार्ता नहीं आज सभा मध्य उपस्थित बार्तावह कहे महिमा प्रकृत मुझे काठुरिया जंगल काष्ठा बजार में विक्रय करी मोर जीविका निर्वाह करे किंतु महिमा आज क्यों ठीक लगे आप जानते कहे हस्तिना द्रोण काष्ठ क्रांति मेटाइवा विश्राम करने भीष्मकर तंबू पाखे आत्मा को गोपन कर विश्राम कर विश्राम करने समय हठात शुणा कौन शुणिले पितामह भीष्म प्रतिज्ञा कालीर सूर्यास्त हेबा पूर्वर या पृथ्वी पृष्ठर पांडव मानक निहत करी या पृथ्वी को पांडव कराइले सदन मंडल रक्षा करवा हेबे एक कथा कहिले सिना ये बार्ता बहुत चली गले हेले धनरे युधिष्ठिरंकर मस्तकादि बातचक्र परि घुरिबा पाई लागिला जेतेबेले बातचक्र परि युधिष्ठिरंकर मस्तकादि घुरिला कहले कौन धर्मनंदन युधिष्ठिर विश्व चिंतामणि जगत जीवन कृष्णमंत काघराज बहुत कहले हे जगदीश्वर हे भक्तजन बंधु हे दया सिंधु हे कृपा प्रभु आम पंचु पांडव को रक्षा करते आपण मानकर विश्वचिंतामणि परम प्रेममय परम भावमय शिवर जीवन भक्त वंशीधन मुनिजन मानस वंदन त्रिलोकाधिपति ब्रजवेन्द्र कृष्ण कहते आपण मानकर
କହିଲେ ହେ ଧର୍ମନନ୍ଦନ ଯୁଧିଷ୍ଠିର ମୁଁ ତୁମ ପଞ୍ଚୁ ପାଣ୍ଡବଙ୍କୁ କଦାପି ରକ୍ଷା କରିପାରିବି ନାହିଁ। ତାହେଲେ ସଜନମଣ୍ଡଳୀୟ ସଚରାଚର ବିଶ୍ୱ ଜଗତକୁ ଯେ ରକ୍ଷା କରନ୍ତି ଯେ ତ୍ରିଲୋକାଧିପତି ସ୍ୱୟଂ ତ୍ରିଲୋକାଧିପତି କୃଷ୍ଣ କହୁଛନ୍ତି ପଞ୍ଚୁ ପାଣ୍ଡବଙ୍କୁ ରକ୍ଷା କରିପାରିବେନି। କାହିଁକି ରକ୍ଷା କରିପାରିବେନି? କାରଣଟା କଣ? କୃଷ୍ଣ କହୁଛନ୍ତି ଯୁଧିଷ୍ଠିରଙ୍କୁ ଗ୍ରାମରେ ରାଗପଦଟି ଆସୁଛି ପଞ୍ଚମ ଗାଡ଼ି ମୋତେ ଟିକେ ଧନ ସାହାଯ୍ୟ କରିବ। ପାଲା ହେଉଛି ଆଜ୍ଞା ପୁରାତନ ସଂସ୍କୃତି ପୁରାତନ ରାଗରାଗିଣୀ ଛାନ୍ଦ ଚମ୍ପୁ ଚତୁଷ୍ପଦୀ ଓଡ଼ିଶୀ ଇତ୍ୟାଦିକୁ ନେଇ ଆଜ୍ଞା ପାଲା ଖାଲି ପାଲାରେ ଆଜ୍ଞା ଆଜିକାଲିକା ସ୍ୱର ଦେଇ ଭଜନ ସ୍ୱର ବି ପାଲା ଗାଇଲେ ପାଲା ହେବ ଧନରେ ଅଯୋଗ୍ୟ ରାଗ ଆସିବ ପଞ୍ଚମ ଗାଡ଼ି ଟିକେ ସାହାଯ୍ୟ କରିବ। ହଁ ଧାନ ବିଶ୍ୱ ଚିନ୍ତାମଣି କୃଷ୍ଣ କହିଲେ ହେ ଯୁଧିଷ୍ଠିର चिंतामणि जगदीश्वर कृष्ण युधिष्ठिर को कहते कहले हे धर्मनंदन युधिष्ठिर तुम पंच पांडव मान को कदापि रक्षा कर पारिना कहीं ना पिता भीष्म तुम पंच पांडव पंच मरणास्त्र निकट रखी तेणु तुम पंच पांडव पिता भीष्म केवल रक्षा कर पारिनी तुम मान कहूँ मोर सखा तुम मान तुम बंधु तुम मान तुम आत्मीय सजन तुम मान मृत्यु भी आखि सामने देखी पारि तुम हे सखा ए स्थान छाड़ी मो द्वारा को चली आउ धार दंड मात्र हो पारे नहीं
ଜଗଦୀଶ୍ୱର କୃଷ୍ଣ ପଞ୍ଚୁ ପାଣ୍ଡବ ମାନଙ୍କୁ ଛାଡ଼ି ବାହାରି ପଡୁଛନ୍ତି ଧନରେ ଦ୍ୱାରକା ଯିବା ପାଇଁ। କଣ କହିଛନ୍ତି? 10ଟା ଆସିଲା 10:30 ହେଲା। କଣ କରିବେ? କୁଞ୍ଚିଆଙ୍କର ଭାଷାରେ ରାଗ ହେଉଛି ଧନ ପ୍ରଭୃତି ରସପୁରିଆ କହୁଛନ୍ତି ଧର୍ମନନ୍ଦନ ବୁଝିଛୁ। କଣ କହିଲେ? କଲେ ପାଣ୍ଡବା କେତେ ବଡ଼ ବିପଦରେ ସଂସାର ବିହାର କରିଛ ହେ ପ୍ରଭୁ। ଏ ପଞ୍ଚୁ ପାଣ୍ଡବଙ୍କୁ କଣ ଭୀଷ୍ମଙ୍କ କବଳରୁ ରକ୍ଷା କରିପାରିବନି? ଧାନରେ ଜଗଦୀଶ୍ୱର କୃଷ୍ଣ କହିଲେ କହିଲେ ତୁମେ ପଞ୍ଚୁ ପାଣ୍ଡବଙ୍କୁ ସତରା କର ମୁଁ ସେଟା ରକ୍ଷା କରୁଛି, ମୋ ପଞ୍ଚୁ ପାଣ୍ଡବଙ୍କୁ ରକ୍ଷା କରିପାରିବି। ମୁଁ ଏ ସ୍ଥାନ ଛାଡ଼ି ଚାଲି ଯାଉଛି ହେ। ଧନରେ ତ୍ରିଲୋକାଧିପତି ପ୍ରଭୁ କୃଷ୍ଣ ପାଣ୍ଡବ ମାନଙ୍କୁ ଛାଡ଼ି ଦେଇ ଚାଲିଯିବାକୁ ବସୁଛନ୍ତି। ଭୀମ କହୁଛନ୍ତି ହେ ଚୋର, ଆରେ କୁଆଡ଼େ ଯାଉଛୁ? ବାହାରିଲ ଆରେ ତୋ ଭଳିଆ ଚୋର ଏମିତିଆ ଚୋର ଭଳିଆ କାର୍ଯ୍ୟ କରୁଛ। ଆଉ ତୁ ଚୋର ନୁହଁ କଣ ମୁଁ ଚୋର? ଧନରେ ଭାଷା ଭୀମ ବିରୋହ ଆରେ କେମିତି ଯାଉଛୁ?
କହିଲା ଆରେ ଭୀମ ଭୀମ ମୁଁ ସତରେ ଚୋର ନା ହଁ କୃଷ୍ଣ ତୁ ଚୋର ହାତ ନେଉଛ ଗୋପପୁରରେ ଗୋପାଙ୍ଗନା ମାନଙ୍କର କ୍ଷୀର ଝରଣା ବୋଲି ଚୋରି କରି ଖାଇବେ ଗୋପାଙ୍ଗନା ମାନଙ୍କର ତଲଟା ବସ୍ତ୍ର ଚୋରି କରିବେ ବସ୍ତ୍ର ଚୋରି କରି ମ୍ୟାରେଜରେ ଦେଇଦେଲୁ ମ୍ୟାରେଜରେ କଣ ହଁ ସେଇଠି ଦେଇଦେଲା କୃଷ୍ଣ କାଳେ ପାଲଟା ବସ୍ତ୍ର ଆଣି ଗ୍ୟାରେଜରେ ଦଉଥିଲେ କଣ କହିବ ଆମେ କାହିଁକି ଆମକୁ ତଲାକ ନେଇକି ଆସୁଛ? କିରେଟା ଓଡ଼ିଆ ଗଛରେ ବନ୍ଧା ହେଇଥିଲା ମୁଁ କହିଲି ଏଟା କାହିଁକି ବନ୍ଧା ହେଇଯାଉ ଦି ପଇସା ଆଣୁ ସେଇଥିପାଇଁ ନଡ଼ିଆ ଗଛରେ ବନ୍ଧା ହେଇଥିଲା ଓଡ଼ିଆ ଗଛରେ ଏମିତି କାମ କଲା ଯେ ଓଡ଼ିଆ ଗଛରେ ତାଙ୍କ ଗାଁ ବାଲା ବାନ୍ଧିଥିଲେ ଆରେ ସାଧୁ ଆରେ ତମେ ଏଡେ ବଡ କଳାକାର କାହିଁ ମୁଁ ତ ଜାଣିନଥିଲି ଆରେ ବୁଢା ଆଜି କହୁ କହୁ କହିଦେଲା ସେଇ ଯୋଗୁ ତା ଚୁଟି ଗୁଡା ପାଚିଗଲା ବା ତମେ କାହିଁକି ତମ ଘରକୁ ନେଇକି ଯାଉଥିଲ? ନେଇକି ଯାଇଛ ଦେଖିଲେ କହିବି। ଧାନରେ ଆରେ କୃଷ୍ଣ କହୁଛନ୍ତି ଆରେ ଭୀମ ମୁଁ ଚୋର ନୁହଁ ଚୋର ନୁହଁ ରେ। ତୁ ଚୋର ନୁହଁ ତାହେଲେ ଇଏ ଭୀଷ୍ମଙ୍କର ବା ତାଙ୍କର କନ୍ୟା ରୁକ୍ମଣୀ ଦେବୀଙ୍କୁ ମକର ସମାକୁ ପଡ଼ିଥିଲା ବେଳେ ରଥରେ ଯାଇ ଚୋରି କରି ଆଣିନଥିଲ ଆନୁ ରୁକ୍ମଣୀ ଚୋରି କରିକି ଆଣିଲୁ ନା ଗୋଟେ କଥା ନା ସେଇଟା ରୁକ୍ମଣୀ ନୁହଁ କୋଲା ଉଙ୍କୁଣିକି ଚୋରି କରି ଆଣିଥିଲେ ତାର ଇଚ୍ଛା ଥିଲା ଚିଠି ଦେଲା ମୁଁ ଆସିଲି ତାକୁ ଚୋରି କରି ନେଇଗଲି ମୋ ଦୋଷ ଧାନରେ ଆରେ ଭଗବାନ ଯେତେବେଳେ ଯୋଉଠି ଯାହାକୁ ଯେଉଁ କଥା ଦେଉଛନ୍ତି ସେ କଥାକୁ ରକ୍ଷା କରୁଛନ୍ତି ତେଣୁ ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କର ଶିବିରରେ ବାସର ରାତିରେ ମା ସୀତା ଠାକୁରାଣୀ ବାସର ରୂପକୁ ସାକ୍ଷୀ ରଖି ଯେତେବେଳେ ମର୍ଯ୍ୟାଦା ପୁରୁଷ କହିଲେ ପ୍ରିୟ କହିଦେହି ସନ୍ନ୍ୟାସ ବଣିପ୍ରାସନ ଭଙ୍ଗ ପ୍ରମାଣ ମିଳୁଛି କଣ ଲାଗୁଛି ଲାଜ ମାରୁଛି କହୁନା ଶ୍ରୀ ରାମଚନ୍ଦ୍ର ବନ୍ଧୁ ଜୀବନ ଧାନରେ ପାଶ ଗୃହରେ ଜଗତ ଜନନୀ ଆଦ୍ୟା ଶକ୍ତି ପରମା ବୈଷ୍ଣବୀ ଯୋଗମାୟା ସୀତା ଠାକୁରାଣୀ ମନ ମଧ୍ୟରେ ଚିନ୍ତା କରୁଛନ୍ତି କହିଲେ ମୋ ଶ୍ୱଶୁର ଦଶରଥ 750 ରାଣୀ ବିହା ହେଇଛନ୍ତି ସାରେ ଦଶରଥଙ୍କର କେତେଟା ଭାରିଜା 750 କଣ ଯା ସିଏ ଜାଣିବ 750 ଜାଣିବ ନାରୀ ମାନଙ୍କର କେତେ କଣ କୁକୁଡ଼ା ଭଳିଆ ଖାଲି ଖେଳଉଥିବ ରେ ସବୁବେଳେ ତାହେଲେ 750 ରାଣୀ ତା ଘରେ ଆଉ ପର୍ବପର୍ବାଣୀ ମାଲ ହଉନଥିବ ଦଶରଥଙ୍କର ସମୁଦାୟ 4ଟା ପୁତ୍ର ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଆପଣ ବା ଏଇନା କହୁଛନ୍ତି ଦଶରଥ ରାଜାଙ୍କର 750 ହେଲାଣି ମୁଁ ଜାଣିଥିଲି କି ଆପଣ କହିବାରୁ ମୁଁ ଜାଣିଥିଲି ଆରେ ଯାହା ହଉଛି କଥା ଛାଡ଼ି ଧାନରେ ସେଇ ବାସକୁ ଘରେ ଯେତେବେଳେ ସୀତା ମନକୁ ଘର କଲେ ରାମଚନ୍ଦ୍ର କହିଲେ ବାସକୁ ଛୁଇଁ ସତ୍ୟ କରିଛି ତୁମ ବିନା ଜୀବନରେ ଆଉ କାହା ପ୍ରଧାନମନ୍ତ୍ରୀ ପରେ ଏ ଜନ୍ମରେ ଗ୍ରହଣ କରିବି କିନ୍ତୁ ମା ମା ହେବେ